ସାତଘେରା ପାହାଡ଼ ମଝିରେ ଗୋଟିଏ ଗୁମ୍ଫା ଭିତରେ ବୁଢ଼ୀ ଅସୁରୁଣୀଟିଏ ରହି ଆସୁଥିଲା। ସେଇ ବୁଢ଼ୀ ଅସୁରୁଣୀର ଗୋଟିଏ ପୋଷ୍ୟପୁତ୍ରଟିଏ ଥିଲା। ବିବାହର ବୟସ ହେଇଯାଇଥିଲା ସେଇ ପୁଅଟିର। ବୁଢ଼ୀ ଅସୁରୁଣୀ ଜାଣିପାରିଲା। ସେଥିପାଇଁ ଝିଅ ଦେଖିବା ପାଇଁ ବୁଢ଼ୀ ଅସୁରୁଣୀ ଦୂର ଦେଶକୁ ଚାଲିଗଲା। ଆକାଶ ମାର୍ଗରେ ବୁଲୁ ବୁଲୁ ଦେଖିଲା ଗୋଟିଏ ସୁନ୍ଦରୀ ଝିଅକୁ। ବୁଢ଼ୀ ଅସୁରୁଣୀ ସେଇ ସୁନ୍ଦରୀ ଝିଅଟିକୁ କିଛି ନ କହି ତାର ମନ୍ତ୍ର ସାହାଯ୍ୟରେ ଝିଅଟିକୁ ଉଠେଇ ନେଲା ତା ଗୁମ୍ଫାକୁ। ମୁଁ ତୁମର କି ଦୋଷ କରିଛି ମୋତେ ଏଇଠି ଆଣି ରଖିଛ? ଦେଖିଲେ ତୁମକୁ ଲାଗୁଛି ଗୋଟେ ବୁଢ଼ୀ ଅସୁରୁଣୀ ପରି। ତତେ ମୁଁ ଆଣିଛି କାଲି ମୋ ପୁଅର ତୁ କନ୍ୟା ହବ, ଆଉ ମୋ ପୁଅ ପର ହେଇ ତତେ ବିବାହ କରିବ। ଯଦି ତୁ ଏଇ ପ୍ରସ୍ତାବରେ ରାଜି ନୁହେଁ ତାହେଲେ ତତେ କଞ୍ଚା ମାରି ଖାଇଦେବି। ତୁମେ ମଣିଷ ହେଇ ଏଇ ବୁଢ଼ୀ ଅସୁରୁଣୀ ପାଖେ ରହୁଛ, ତୁମକୁ ଟିକେ ଡର ଲାଗୁନି? ଜୀବନ ଆଉ ଭୟ ମୋର ଡର ନାହିଁ। ମୋର ଡରର କାରଣ ହେଉଛି ତୁମେ। କାରଣ ହେଉଛି ଆଜି ଆମର ବିବାହ ସରିଗଲେ କାଲିକି ତୁମ ଜୀବନ ରହିବ ନାହିଁ। କାହିଁକି ନା କାଲି ମୋ ମା ତୁମକୁ ମାରି ଖାଇଦେବ। ହେ ସ୍ୱାମୀ, ମୋତେ ତୁମେ ରକ୍ଷା କର, ନହେଲେ ମୋ ଜୀବନ ଚାଲିଯିବ। ତାହେଲେ ମୁଁ କ'ଣ କରିବି? ତୁମେ ଚିନ୍ତା କର ନାହିଁ, ମୋ ପାଖରେ ଗୋଟିଏ ଉପାୟ ଅଛି। ସେଇ ଉପାୟ ନିୟମ ମାନିଲେ ତୁମେ ପୁଣି ତୁମ ଜୀବନକୁ ଫେରି ପାଇବ। ହେଲେ ସେ ଉପାୟଟି କ'ଣ କହିପାରିବ? କାଲି ଯେତେବେଳେ ବୁଢ଼ୀ ଅସୁରୁଣୀ ତୁମକୁ ମାରି ଖାଇଦେବ, ତୁମର ଆତ୍ମା ଏଇ ଗୁମ୍ଫା ଭିତରେ ରହିବ, ତୁମେ ବାହାରକୁ ବାହାରିବ ନାହିଁ। ମୁଁ 3ଟି ଝିଅଙ୍କୁ ବିବାହ କରିବି। ସେଇ 3ଟି ଝିଅଙ୍କୁ ବୁଢ଼ୀ ଅସୁରୁଣୀ ଗୋଟି ଗୋଟି କରି ରାତିରେ ଖାଇଦେବ। ଖାଇସାରିଲା ପରେ ତୁମ 3 ଜଣଙ୍କ ଆତ୍ମା ଏକା ସାଥିରେ ବୁଢ଼ୀ ଅସୁରୁଣୀ ପାଖକୁ ଆସିବ। ବୁଢ଼ୀ ଅସୁରୁଣୀ କାନରେ ତୁମେ 3 ଜଣ ଏକା ସାଥିରେ କହିବ, ମଲିଲୋ ମଲି, ମଲିଲୋ ମଲି। ଏମିତି 3 ଜଣଙ୍କ 3 ଥର କରି କହିବ। ମୋ କଥା ଶୁଣି ବୁଢ଼ୀ ଅସୁରୁଣୀର ତା ପ୍ରାଣବାୟୁ ଆକାଶ ମାର୍ଗକୁ ଉଡ଼ିଯିବ। ବୁଢ଼ୀ ଅସୁରୁଣୀ ନିଜ ପୁଅର 2ୟ ବିବାହ କରିବା ପାଇଁ ପୁଣି ଥରେ ଝିଅ ଦେଖିବା ପାଇଁ ଦୂର ଦେଶକୁ ଚାଲିଯାଏ। ଆଗ ପରି ପୁଣି ଗୋଟିଏ ସୁନ୍ଦରୀ ଝିଅକୁ ଉଠେଇ ଆଣେ ତା ଗୁମ୍ଫା ଭିତରକୁ। ହେ ବୁଢ଼ୀ ଅସୁରୁଣୀ, ମୁଁ ତୋର କି ଦୋଷ କରିଛି ମୋତେ ଏଇଠିକି ଆଣିଛୁ? ମୋତେ ତୁ ଛାଡ଼ିଦେ, ମୁଁ ମୋ ଘରକୁ ଯିବି ହାରି। ମୁଁ ହେଲି ବୁଢ଼ୀ ଅସୁରୁଣୀ, ତତେ ମୁଁ ଆଣିଛି ମୋ ପୁଅର କନ୍ୟା କରିବା ପାଇଁ। ଯଦି ତୁ ମୋ ପୁଅକୁ ବିବାହ ନ କରିବୁ ତାହେଲେ ତୋ କଞ୍ଚା ମାଂସ ମୋ ପାଟିକି ଯିବ। କିଛି ସମୟ ପରେ ବୁଢ଼ୀ ଅସୁରୁଣୀର ପୁଅ ଝିଅଟି ପାଖକୁ ଆସିଲା। ଅସୁରୁଣୀର ପୁଅ ପ୍ରଥମ ସ୍ତ୍ରୀ କି ଯାହା କହିଥିଲା, ଦ୍ୱିତୀୟ ସ୍ତ୍ରୀ କି ସେଇ ଉପାୟ କଥା କହିଲା। ତୁମେ ଠିକ୍ କହୁଛ, ତୁମ କଥା ମୁଁ ରଖିବି। ଧନରେ କାଲି ତୋର 3ୟ ବିବାହ ଆଉ ମୋର ସିଧି ହେବାର ଦିନ। ସେଥିପାଇଁ ତୋ ମାଆର ଗୁମର କଥା କାହାକୁ କହିବୁନୁ, ନହେଲେ ମୋ ସିଧି ଭସ୍ମ ହେଇଯିବ। ଏ ହେଉଛି ମୋ ପୁଅ, ଆଜିଠୁ ତୋ ସ୍ୱାମୀ। ଯଦି ତୁ ଆକୁ ବିବାହ ନ କରିବୁ ତାହେଲେ ତତେ ମାରି ଖାଇଦେବି, ଆଉ ତୋ ହାଡ଼ କଙ୍କାଳକୁ ନଦୀରେ ଫିଙ୍ଗି ଦେବି। ଏଇ ବୁଢ଼ୀ ଅସୁରୁଣୀ ବାହା ବେଦୀରୁ ମୋତେ ଉଠେଇ ଆଣି ଗୁମ୍ଫା ଭିତରେ ରଖିଛି। ମୋତେ ମୋ ଘରେ ବହୁତ ଖୋଜିବେଣି। ତୁମେ ଚିନ୍ତା କର ନାହିଁ, ଆଜି ଦିନକ ମୋ ସ୍ତ୍ରୀ ହେଇଯାଅ, ଆଉ ରାତିରେ ବୁଢ଼ୀ ଅସୁରୁଣୀ ତୁମକୁ ମାରି ଖାଇଦେବ। ଆଉ ରାତି ପାଇଗଲେ ତୁମେ ତୁମ ଘରକୁ ଚାଲିଯିବ। ମୋତେ ତ ବୁଢ଼ୀ ଅସୁରୁଣୀ ମାରି ଖାଇଦେବ, ହେଲେ କେମିତି ମୁଁ ମଣିଷ ହେବି? ମୋ ଘରକୁ ମୁଁ ଯିବି। ବୁଢ଼ୀ ଅସୁରୁଣୀ ଗୋଟିଏ ଋଷିକଠୁ
ଅଭିଶାପ ପାଇଛନ୍ତି। ସେ ଯାହାକୁ ଖାଇବ ତାର ଆତ୍ମା ଯଦି ବୁଢ଼ୀ ଅସୁରୁଣୀ କାନରେ ମଲି ମଲି 3 ଥର କହିବ, ତାହେଲେ ପୁଣି ସେଇ ଲୋକଟି ଜୀବନଦାନ ପାଇପାରିବ। ପ୍ରଥମ ଆଉ ଦ୍ୱିତୀୟ ସ୍ତ୍ରୀ କି ଯାହା କହିଥିଲା, ତୃତୀୟ ସ୍ତ୍ରୀ କି ସେଇ କଥା କହିଲା। ଆଉ ବୁଢ଼ୀ ଅସୁରୁଣୀ କେମିତି ମରିବ ସେ କଥା ସବୁ କହିଦେଲା। ଆଉ ସେଇ ରାତିରେ ବୁଢ଼ୀ ଅସୁରୁଣୀ ସେଇ ଝିଅଟା ପାଖକୁ ଆସିଲା। ଆଜି ମୋର ସାଧନା ସିଦ୍ଧି ହେଇଛି। ମୁଁ ଚାହିଁଲେ ବି ଯୋଉ ରୂପ ନେଇପାରିବି। ସୁନ୍ଦରୀ ଝିଅମାନଙ୍କର ଡାକ ଶୁଣି ବୁଢ଼ୀ ଅସୁରୁଣୀର ଆତ୍ମା ସ୍ୱର୍ଗପୁରକୁ ଚାଲିଗଲା।